ସକାଳୁ ମୁଁ ପରିବା କାଟିବାକୁ ବସିଲା ବେଳକୁ ଇଏ ମନକୁ ମନକୁ ଆସି ମୋ ପାଖେ ମକା ଚଢ଼େଇବାକୁ ବସି ପଡ଼ିବାରୁ ମୋର କେତେ କଥା ମନେ ପଡ଼ିଗଲା। ଯେଉଁଦିନ ଟିକେ ନୁଟୁକୁଟିଆ ପରିବା କଟା ଥାଏ ମୁଁ କହେ ଆରେ ମୋତେ ଦଉନ ମୁଁ କାଟିଦେବି। ସେମାନେ ସବୁ ପରିବା ସହିତ ଗୋଟେ କପ୍ ଚା ଥୋଇ ଦିଅନ୍ତି, ଆଉ ମୁଁ ଚା ପିଇ ମନ ଖୁସିରେ ପରିବା ତକ କାଟିଦିଏ। ମକା କିଛି ବି ଛଡ଼େଇବାକୁ ଥିଲା, ଇଏ ଆସି କହିଲେ ମୋତେ ଦିଅ, ମୁଁ ବି ମକା ତକ ବସି ଛଡ଼େଇଦେବି। ଭାରି ଖୁସି ଲାଗିଲା, କାହିଁକି ନା ଏଇ କେତେ ଦିନ ହେଲାଣି ସେ ଖାଲି ମୋତେ ହାଲିଆ ଲାଗୁଛି ବୋଲି କହୁଥିଲେ। ମୋତେ ଭାରି ଭୟ ଲାଗୁଥିଲା। ପରିଣତ ବୟସରେ ଦୁଇ ଜଣଙ୍କର ବନ୍ଧୁତ୍ୱ ଏତେ ବଢ଼ିଯାଏ ଯେ ଆପଣମାନେ ଯିଏ ଅନୁଭବ କରୁଥିବେ ବୁଝିପାରିବେ। ସଂସାରର ଜଞ୍ଜାଳ ଆଉ ସେତେ ବେଶୀ ନାହିଁ। ଏବେ ଖାଲି ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ କରି ଆରପାରିକି ଯିବାର ବେଳ। କିଏ ଜାଣେ କାହା ପାଳି ଆଗ ପଡ଼ିଯିବ। ଏବେ ତ ସେଇ ଚିନ୍ତା ହିଁ ବେଶୀ ଘାରୁଛି। ସତରେ ଯିଏ ଭାଗ୍ୟବାନ ସେ ଆଗ ଚାଲିଯିବ, କାହିଁକିନା ଜଣେ ଛାଡ଼ି ଚାଲିଯିବା ପରର ଜୀବନ କେମିତି ହେଉଥିବ କଳ୍ପନା କଲେ ହିଁ ଛାତିରୁ ଅତଡ଼ା ଖସିଯାଏ। ଛାଡ଼ନ୍ତୁ ସେ କଥା, ସେସବୁ ଉପରବାଲା ହାତରେ। ହେଲେ ଭିତରେ ଭିତରେ ତ ଏଇ ଭୟଟା ରହୁଛି ନା। ସେ ଏପରି କହିବାରୁ ମୁଁ ପିଲାଙ୍କ ହାତରେ ଟୁଲୁଙ୍କୁ ଡକେଇ ପଠେଇଲି। ଟୁଲୁ ଯାଆଁଳାରେ ଗୋଟିଏ ଛୋଟ କ୍ଲିନିକରେ ସହାୟତା କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଭାରି ଭଲ ପିଲା। ବହୁ ପୂର୍ବରୁ ତାଙ୍କ ସହିତ ପରିଚୟ। ଫୋନ୍ କରୁ କରୁ ସେ ଆସିଲେ, କହିଲେ ମଉସାଙ୍କର ବ୍ଲଡ୍ ନେବାକୁ ପୁଣି ମୁଁ ଯିବାକୁ ଡେରି କରିବି, କାହିଁକି ନା ତାଙ୍କର ଟିକେ ସକାଳୁ ଚା ପିଇବା ଅଭ୍ୟାସ ନା। ଏଇଟା ତ ଖାଲି ପେଟରେ ଟେଷ୍ଟ କରିବାକୁ ପଡ଼ିବ। ଖାଲି ଯେ ଡାଇବେଟିସ୍ ତା ନୁହେଁ, ଡାକ୍ତରଙ୍କ ପରାମର୍ଶରେ ଗୁଡ଼ାଏ ଟେଷ୍ଟ କରିବାକୁ ସେ କହିଥିଲେ। ସବୁ ଟେଷ୍ଟ କରି ରିପୋର୍ଟ ଧରି ଘରକୁ ଡାକ୍ତରଙ୍କ ପାଖକୁ ଗଲାବେଳକୁ ମୁଁ ଭାରି ଚିନ୍ତିତ ଥିଲି। କ'ଣ ପୁଣି କହିବେ କେଜାଣି, କ'ଣ ଆସିବ ରିପୋର୍ଟରେ। ମନ ଦୁଃଖରେ ବସିଥିଲି। ଯାହା ହଉ ଠାକୁରେ ବଡ଼ ଲୋକ, ସେମିତି କିଛି ବିଶେଷ ଅସୁବିଧା ନାହିଁ। ଟିକେ ଭିଟାମିନ୍ ଲେଖିଦେଲେ, ଆଉ ଯେତିକି ପରିମାଣର ଖାଉଥିଲେ ଡାଇବେଟିସ୍ ଔଷଧ ଠିକ୍ ସେତିକି। ପରିଣତ ବୟସରେ କେବଳ ଖାଦ୍ୟରୁ ବୋଧହୁଏ ଭିଟାମିନ୍ଟା ହେଇପାରୁନି। ଡାକ୍ତରଙ୍କ ପାଖକୁ ଯିବାବେଳେ ଯେଉଁ ମାନସିକ ସ୍ଥିତିରେ ମୁଁ ଯାଇଥିଲି, ଫେରିଲା ବେଳେ କିନ୍ତୁ ବଡ଼ ଖୁସିରେ ଫେରିଲି। ଆଜି ଦିନଟା ବଡ଼ ଝିଞ୍ଝଟିଆ ଥିଲା। 2-3 ଥର ମୁଁ ଖାଲି ଏପଟ ସେପଟ ହେଇଛି। ଯାହା ବି ହଉ, ଯେହେତୁ ଡାକ୍ତରଙ୍କ ପାଖେ ଆପଏଣ୍ଟମେଣ୍ଟ ଥିଲା, କୌଣସି କାମକୁ ପ୍ରାଧାନ୍ୟ ନ ଦେଇ ମୁଁ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲି। କହିଲି ତ, ଫେରିଲା ବେଳକୁ ମୋ ମନ ବହୁତ ଖୁସି ଥିଲା। ସହରର ଚାକଚକ୍ୟକୁ ଛାଡ଼ି ମୋ ଆଖି କାଲି ଧାଇଁ ଯାଉଥିଲା ସୁନ୍ଦର ଜହ୍ନକୁ। ଦେଖନ୍ତୁ, ଏତେ ଆଲୁଅ ଭିତରେ ବି ଜହ୍ନ ନିଜର ସ୍ଥିତି ଆଉ ସୌନ୍ଦର୍ଯ୍ୟକୁ ବଜାୟ ରଖିଛି। ସିଆଡ଼କୁ ଅନେଇଲା ବେଳକୁ ଆଉ ଗୋଟାଏ ଜିନିଷ ବି ମୋ ଆଖିରେ ପଡ଼ିଗଲା। ମୁଁ ଆଙ୍କୁ ପଚାରିଲି, ଦେଖିଲ ହେ, ଏଇଟା ଜହ୍ନ ନୁହଁ ମ, ହେ ଦୂରକୁ ଯେଉଁ ଦେଖାଯାଉଛି, କ'ଣ କିହ ତା ଦେହରୁ ଖାଲି ଏମିତି ଏତେ ଆଲୁଅ ବାହାରୁଛି? ଏଇଟି ଆପଣମାନେ ଦେଖିଲେନି ଟି? ଏଇଟା ପରା କ'ଣ ଗୋଟେ ଷ୍ଟାଡିୟମ। ମୋଦିଜୀ ଆସିକି ତାର ଉଦ୍ଘାଟନ କରିଛନ୍ତି। ସେ ଯାହା ବି ହଉ, ସହରର ବିଭିନ୍ନ ଆଲୋକମାଳା ଭିତରେ ଏ ଷ୍ଟାଡିୟମର ଆଲୁଅ ଖୁବ୍ ସୁନ୍ଦର ଦେଖାଯାଉଛି। ମୁଁ ତାକୁ ବି ଦେଖିଲି, ଆଉ ତା ସହିତ ଜହ୍ନ। ସବୁ ଆଲୋକ ଭିତରେ ବି ଜହ୍ନର ସୌନ୍ଦର୍ଯ୍ୟ ଫିକା ପଡ଼ୁନି। ସେଇ କଥା ହିଁ ମୁଁ କହୁଥିଲି। ଏଇଟା ପରା ସେ ଷ୍ଟାଡିୟମ, ଦେଖୁନାହାନ୍ତି କେମିତି ଆଲୁଅ ବିଚ୍ଛୁରିତ ହେଉଛି। ସେସବୁ ଦେଖି ବିଭିନ୍ନ ପ୍ରକାର କଥା ପକେଇ ମୁଁ ଖାଲି ଜହ୍ନକୁ ହିଁ ଅନଉଥିଲି। ଭାବୁଥିଲି କେମିତି ଶୀଘ୍ର ଯାଇ ଘରେ ପହଞ୍ଚିଯିବି, ମୁଠାଏ ଖାଇ ଦେଇକି ଆଉ ଗୋଟେ କାମରେ ଲାଗି ପଡ଼ିବି। ସେ କାମଟା କ'ଣ କହିଲେ? ଆଜି ଥିଲା ସାହିତ୍ୟ ପିଣ୍ଡାର ଆସର, ହେଲେ ମୁଁ ତ ଯାଇପାରିଲିନି। ସେଠିକି ଯାଇକି ମୋର ଖଣ୍ଡେ ବହି ଆଣିବାର ଥିଲା। ମୁଁ ଡାକ୍ତରଖାନା ଆସିବା ପୂର୍ବରୁ ଧଡ଼ପଡ଼ ହେଇ ଯାଇ ସେଠୁ ବହି ଖଣ୍ଡକ ନେଇ ଆସିଲି। ଏ ବହିଟି ହେଉଛି ବୈଷ୍ଣବ ଚରଣ ମହାନ୍ତିଙ୍କର ଲେଖି ନ ଜାଣି ଅକ୍ଷର ଦୋଷ। ଏ ବହିଟାର ଲେଖା ବହୁତ ଭଲ। ଗତଥର ମୁଁ ପାଇପାରିନଥିଲି। ପୁନଃମୁଦ୍ରଣରେ କେମିତି ତୁରନ୍ତ ବହିଟି ଆଣିବି, ନହେଲେ କାଳେ ଶେଷ ହେଇଯିବ। ସେଇଥିପାଇଁ ଯାଇକି ବହିଟି ନେଇ ଆସିଥିଲି। ଟିକେ ଆଡ଼େଇ ଦେଖିଲି। ବହିଟି ଲେଖିଛନ୍ତି ବୈଷ୍ଣବ ଚରଣ ମହାନ୍ତି। ଓଡ଼ିଶା ସାହିତ୍ୟ ସଂସ୍କୃତି ଜଗତର ଗୋଟେ ସୁପରିଚିତ ନାଁ।